500 ଟଙ୍କାରେ ଅଭିନୟ ଜୀବନ ଆରମ୍ଭ କରିଥିବା ଅଭିନେତା ଏବେ ଗୋଟିଏ ସିନେମା ପାଇଁ ନେଉଛନ୍ତି 100 କୋଟି ଟଙ୍କାର ପାରିଶ୍ରମିକ। ସାଉଥ୍ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅନେକ କଳାକାର ଅଛନ୍ତି ଯେଉଁମାନେ ସମଗ୍ର ବିଶ୍ୱରେ ନିଜର ଅଭିନୟ ଓ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି କଳାକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତଲପତି ବିଜୟ। ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଲପତି ବିଜୟ ମାତ୍ର 500 ଟଙ୍କାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର 10 ବର୍ଷ ବୟସରେ ତଲପତି ବିଜୟ 500 ଟଙ୍କାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ବେଳେ ଆଜି ସେ ଗୋଟିଏ ସିନେମା ପାଇଁ 100ରୁ 125 କୋଟି ଟଙ୍କାର ପାରିଶ୍ରମିକ ନେଉଛନ୍ତି। ଏହି ସାଉଥ୍ ସୁପରଷ୍ଟାରଙ୍କ ପିଲାଦିନର କିଛି ଫଟୋ ଇନଷ୍ଟାଗ୍ରାମରେ ଆକ୍ଟର ବିଜୟ ଅଫ୍ ନାମକ ଏକ ପୋଷ୍ଟରେ ସେୟାର କରାଯାଇଛି। ଗୋଟିଏ ଫଟୋରେ ଅଭିନେତାଙ୍କୁ ନାଲି ଟି-ସାର୍ଟ ଓ କଳା ରଙ୍ଗର ପ୍ୟାଣ୍ଟରେ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା। 1974 ଜୁନ୍ 24ରେ ଜନ୍ମ ହୋଇଥିବା ତଲପତି ବିଜୟ 1984ରେ ମାତ୍ର 10 ବର୍ଷ ବୟସରେ ତାମିଲ ସିନେମା ବ୍ରେତ୍ରୀରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ଯେଉଁଥିପାଇଁ ତାଙ୍କୁ ମାତ୍ର 500 ଟଙ୍କା ଫି ପ୍ରଦାନ କରାଯାଇଥିଲା। ତଲପତି ମାତ୍ର 18 ବର୍ଷ ବୟସରେ ଜଣେ ମୁଖ୍ୟ ଅଭିନେତା ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଦେଇଥିଲେ। ଏଯାବତ୍ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ସେ 65ରୁ ଅଧିକ ଚଳଚ୍ଚିତ୍ର କରି ସାରିଛନ୍ତି।